आपण ମାନେ ବାଇବଲକୁ ଅକେଜନାଲି ବ୍ୟବହାର କରନ୍ତି ନା ଡେଇଲି ବ୍ରେଡ୍ ପରି ବ୍ୟବହାର କରନ୍ତି? ଦେଖନ୍ତୁ ତ ରେଗୁଲାର ବେସିସରେ ପଢୁଛନ୍ତି, ପାଠ କରୁଛନ୍ତି, ନା ଅକେଜନାଲି ଆଜି ଆଜି ଯୋଉ ଫଙ୍କସନ ହେଇଛି ଆଜି ଘରେ ପ୍ରାର୍ଥନା କରି ରଖିବା, ଆଜି ବର୍ଥଡେ ହେଇଛି ପ୍ରାର୍ଥନା କରି ରଖିବା, ଆଜି ମ୍ୟାରେଜ ଆନିଭର୍ସରୀ ଆଜି ପ୍ରାର୍ଥନା କରି ରଖିବା, ବାକିଟା ଟ୍ରାଇ କରିକି ଦେଖନ୍ତୁ ତ ଆପଣ ମାନେ ଅକେଜନ୍ସ ହେଲେ ହିଁ ଆପଣଙ୍କର ଫ୍ୟାମିଲିରେ ଯେତେବେଳେ ଯେତେବେଳେ କିଛିଟା ଯଦି ଅକେଜନ ହେଉଛି ଫଙ୍କସନ ହେଉଛି ସେତେବେଳେ ହିଁ ଖାଇକି ଦେଖନ୍ତୁ ଲଞ୍ଚ ଡିନର ବି ବାକି ଦିନ ସାରା ଖାଆନ୍ତୁନି, ଦେଖନ୍ତୁ କେମିତି ଲାଗିବ। ଦୁର୍ବଳ ହେଇକି ପାଗଳ ପାଗଳ ହେଇକି ଜୀବନ ନଷ୍ଟ ହେଇଯିବ ନାଇଁ କି? ଠିକ ସେଇ ପ୍ରକାର ଯେଉଁମାନେ ବାକ୍ୟକୁ ଲାଇଫରେ ରେଗୁଲାର ବେସିସରେ ବ୍ୟବହାର କରୁନାହାନ୍ତି ସେମାନଙ୍କର ଆତ୍ମିକ ଜୀବନରେ ସେମାନେ ଦୁର୍ବଳ ରୋଗୀ ହେଇକି ଅଛନ୍ତି। କେତେ ଜଣ ତ ଆତ୍ମିକ ଜୀବନରେ ମରିକା ଯାଇଛନ୍ତି, ସେମାନଙ୍କର ବିଶ୍ୱାସ ମରିଯାଇଛି, ସେମାନଙ୍କର ଆତ୍ମିକତା ମରିଯାଇଛି, ସେମାନଙ୍କର ପ୍ରାର୍ଥନା ଜୀବନ ମରିଯାଇଛି, ସେମାନଙ୍କର କନେକ୍ସନ ପ୍ରଭୁଙ୍କ ସହିତ କଟିଗଲାଣି ବହୁତ ଦିନ ହେଲା। ରିଚାର୍ଜ ନ କଲେ କଟିଯାଏ କି ନାହିଁ କନେକ୍ସନ ଗୁଡ଼ିକ? ତ ବାକ୍ୟ ଗୋଟେ ପ୍ରଭୁ କହୁଛନ୍ତି ଏହା ଏଇ ବାକ୍ୟ, ଏଇ ବିଧି ଆଦେଶ, ଏଇ ବାକ୍ୟ ସକଳ ଜଗତର ଲୋକମାନଙ୍କର ଦେଶୀୟ ମାନଙ୍କ ପାଇଁ ଆମ୍ଭ ପରମେଶ୍ୱର ଆମ୍ଭମାନଙ୍କୁ ଦେଇଥିବା ଏହି ଶାସ୍ତ୍ର ହିଁ ଜ୍ଞାନ ଆଉ ବୁଦ୍ଧି ଅଟେ ବୋଲି ଲୋକମାନେ ଚିହ୍ନିବେ। ପୁଣି କୋଉ ଦେବାଦେବୀ ଆପଣା ଭକ୍ତମାନଙ୍କୁ ଏଇଭଳି ସୁନ୍ଦର ଧାର୍ମିକତା, ନ୍ୟାୟ, ପବିତ୍ରତାର ଶିକ୍ଷା ଦେଇ ପାରିନାହାନ୍ତି ଆଜ୍ଞା। बुझले कि सब अपने अपने तरीके से अपने अपने कर्मों को जस्टिफाई करके लिखे हैं रिलीजियस बुक सब। ସେମାନଙ୍କ ଠାରେ ଚୋରାନ୍ତି, ସେମାନଙ୍କ ଠାରେ ବ୍ୟଭିଚାର କରନ୍ତି, ସେମାନଙ୍କ ଠାରେ ସେମାନଙ୍କ ଦେବାଦେବୀ ଠାରେ ସବୁ ବ୍ୟଭିଚାର ଥାଏ, ପରସ୍ପରର ସ୍ତ୍ରୀକୁ ଉଡେଇକି ନେଇଯିବାଟା ଥାଏ, ମର୍ଡର ଥାଏ, ସବୁ ଥାଏ। ଆଉ ସେଇ ସବୁ ମାଇନେ ରଖେ ନାହିଁ, ଖାଲି ଭକ୍ତି ଭଜନ କର, ଭକ୍ତି ଭଜନ କରଲେ ହେଲା ପରି ଥିବ ସବୁ। ଜୀବନ ବଦଳିବାଟା, ସଜାଡ଼ିବାଟା ଏଇଭଳି ସତରେ ଯଦି ଶିକ୍ଷା ଥାନ୍ତେ ତ କିଏ କରୁଛନ୍ତି କହୁନାହାନ୍ତି? ଧର୍ମାନ୍ତୀକରଣ ବନ୍ଦ କର ବୋଲି କହିବା ଅପେକ୍ଷା ଆରେ ଏଇ ଯୀଶୁଙ୍କର ଧର୍ମ ଅପେକ୍ଷା ଆମର ଧର୍ମ କେତେ ମହାନ ବୋଲି ତା ବିଷୟରେ କିଛି ଜୋରରେ କହିପାରୁନାହାନ୍ତି କାହିଁକି? उनको पता ମୁଁ କହୁଥିଲି ଆପଣମାନଙ୍କୁ କାହିଁକି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ କୃଷାର୍ପଣ କଲେ? ମାଥ୍ୟୁ 27:18ରେ ଈର୍ଷ୍ୟା ଭାବ ଯୋଗୁ ତାଙ୍କୁ କୃଷାର୍ପଣ କଲେ। କିଛି ରିଜନ ନଥିଲା, ତାଙ୍କଠାରେ କିଛି ଦୋଷ ଦେଖାଇ ପାରିଲେ ନାହିଁ ଯୀଶୁଙ୍କ ଠାରେ, ତଥାପି ସେମାନେ ଜିଦ୍ କରି ଲାଞ୍ଚ ଦେଇ ଉଲ୍ଟା ପଲ୍ଟା କରି କୃଷାର୍ପଣ କରିବା ପାଇଁ ଲେଖାଇଲେ ବିଚାର। What for? Out of jealousy। ତାଙ୍କ ପଛରେ ଏତେ ଫ୍ୟାନ୍ ଫଲୋଇଂ ହେଇଯାଉଛି, ତାଙ୍କ ପଛରେ ଲୋକ ପଳାଉଛନ୍ତି, କାହାଠାରେ ନୂଆ ପଇସା ନେଉନାହାନ୍ତି, ହିଲିଂ କରି ପକାଉଛନ୍ତି। ଫ୍ରି ହିଲିଂ ଇଜ ଫ୍ରି, ପାପ କ୍ଷମା ଫ୍ରି, ଜାତି ଧର୍ମର ଭେଦଭାବ କିଛି ନାହିଁ। ଅମୁକ ଜାତି ଅମୁକ ଇଏ ବୋଲିବାଟା ନାହିଁ। ଜେରୁସାଲେମ ଯିହୁଦୀ ବି ନାହିଁ, ଜେରୁସାଲେମ ଇସ୍ରାଏଲ ବି ନାହିଁ। ଯୋଉ ଦେଶରେ ସମସ୍ତ ଭାଷାବାଦୀ, ସମସ୍ତ ଦେଶୀୟ, ସମସ୍ତ ଅଞ୍ଚଳ, ସମସ୍ତ ପ୍ରଜା, ସମସ୍ତ ଜାତିରୁ ଆପଣା ରକ୍ତ ଦେଇ ଲୋକମାନଙ୍କୁ ସେ କିଣି ଗୋଟେ ରାଜ୍ୟ ବନାଇଛନ୍ତି। ସେ ହୁ ଇଜ ଲାଇକ୍ ଅନଟୁ ଜିସସ୍, କौन है उनकी तरह? ଆମ ପାଖରେ ଅଛି ପ୍ରଚାର କରିବା ପାଇଁ, ତେଣୁକରି ପ୍ରଚାର କରାହଉଛି। ଆମକୁ ପ୍ରଚାର କରିବା ପାଇଁ କୁହାହଉଛି ସର୍ବ ସୃଷ୍ଟିକୁ ଯାଇକି, ତେଣୁକରି ସଭା ଆୟୋଜନ କରିକି କରୁଛୁ ନା। ଆଉ ତମେ ଧର୍ମ ପ୍ରଚାର କର, କିଏ ଧର୍ମାନ୍ତିକ ପ୍ରଚାର ପରମିଶନ ଅଛି କି? କିଏ ପରମିଶନ ଦରକାର? ପୁଡ଼ିଆର ଆଡ୍ ଦେଇ ପାରୁଛ, ପ୍ରଚାର କରାହଉଛି, ମଦର ବ୍ରାଣ୍ଡର ପ୍ରଚାର ଚାଲିଛି।
लास्ट को कंडम रो प्रचार चले व्यवहार करिबार बोली आमे यीशु को प्रचार करिबाटा ही मना कि दुनिया रे उठिकार न्याय आज्ञा एटा गंधिया वीडियो रो सिनेमा रो प्रचार चलछि गंधिया बही मानकर प्रचार चलछि सेटा को के बंद करू नांती से बही जाको के चिराचिरी करू नांती से सिनेमा हॉल जाको भागी पकाउ नांती चर्च घर भागी पकाउछंती व्हाई आउट ऑफ जेलसी यीशु के जैसा कोई नहीं यीशु के जैसा कोई नहीं है वो पता है उनको तांको परी ईश्वर कही नहांती तांको छोड़ा कि ईश्वर नहांती तांको परी वाक्य और कहारी भी नहीं आगे जे बाइबल धरिछि जेपरी आम परमेश्वर भिन्न इज डिफरेंट यूनिक विशिष्ट तांकरी वाक्य जेपरी विशिष्ट तांको ठारे विश्वास करिबा जलविद विशिष्ट अलगा हटके हैं अलग है दुनिया से विधि आदेश सकल कहीं हामन रागी गला पर्शिया देश रे मर्दकाई ऊपर तांकर जातिर लोक मानक ऊपर कहीं बोलारू 3:8 एस्टर पुस्तक 3:8 पद एस्तर पुस्तक 3:8 अनंतर हामन अक्षस्वेरोस राजा को कहिले आपणक राज्यर समस्त प्रदेशस्थ लोकंक मध्यरे छिन्न भिन्न और पृथकीकृत एक देशीय लोक अछंती अन्य सकल लोकंक व्यवस्था ठारू सेमानक व्यवस्था भिन्न मध्य से माने महाराजों को व्यवस्था मानती नहीं एणु सेमानक व्यवहार सह्य करिबा महाराजंकर उचित नुहे गोटे जातिर लोक नहीं कि गोटे एक देशीय लोक धरंतु गोटे 10,000 लोक अच्छे बोली कहवा अधिक भी थिबे कि लक्ष जन अच्छे बोली कहवा एक देशर लोक बा एक जातिर लोक एक मतर लोक माने कोठी थिले गोटे जगार थिले चिनी हेई थांता एबार सब गोटे ठी अछंती बोली ना छिन्न भिन्न हेके अछंती पर्शिया देशर समय केते केते राज्यर सम्मिलित साम्राज्य थिला ता 127 टी राष्ट्र राज्यर एक समूह राज्य थिला सम्मिलित राज्य थिला पर्शिया राज्य साम्राज्य वर्तमान रो ईरान फिरान सब मिसिकी इंडिया पर्यंत हिंदू देश लिखा होची जहा हिंदू बोलिबा शब्द हिंदू मानकर शास्त्र रे नहीं तेलुगु बाइबल हमरो बाइबल रे लिखा होची हिंदू देश बोली ईरान रो पाकिस्तान रो हमरो उत्तर भारत पर्यंत इंडिया माने ताहा अफगानिस्तान को मिसाई की 127 राज्य रे छिन्न भिन्न है कि व्यापिकी थिबा एते जन को हामन केमिति चिन्हला गोटे देशर लोक बोली एमाने जोठी गले मध्य एमानकर एक्टिविटी समान रहउथिला